ମାସିକ ଭତ୍ତା ବୃଦ୍ଧି କଲେ ସରକାର। ତେବେ ଦର୍ଶକ ବନ୍ଧୁ କେଉଁମାନଙ୍କର ଭତ୍ତା ଟଙ୍କା ବୃଦ୍ଧି କରିଛନ୍ତି ସରକାର ଏବଂ କେତେ ଟଙ୍କାରୁ କେତେ ଟଙ୍କା ମିଳିବ ଜାଣିବା ଏହି ଭିଡିଓରେ। ସେଥିପାଇଁ ଭିଡିଓଟିକୁ ଶେଷ ଯାଏ ଦେଖିବା ସହିତ ଆମ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଏଭଳି ନୂଆ ନୂଆ ଭିଡିଓ ଆପଣ ସର୍ବପ୍ରଥମେ ଦେଖିବାକୁ ପାଇପାରିବେ। ତେବେ ଚାଲନ୍ତୁ ଡେରି ନକରି ଭିଡିଓଟିକୁ ଷ୍ଟାର୍ଟ କରିବା। ଦର୍ଶକ ବନ୍ଧୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀମାନେ 1800 ଟଙ୍କା ବଦଳରେ 2500 ଟଙ୍କା ମାସିକ ଭତ୍ତା ପାଇବେ। ଏଥିସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।